ଏଇ ଦେଖିଲୁ ବଉଳ, ମୁଁ ପଢୁଆ ହେଲିଣି। ମୋ ମାମୁଁ ଏଥରକ ଏଇ ନାଲି ଫ୍ରକଟା ଆଣି ଦେଇଛନ୍ତି। ଦେଖ କେତେ ଘେର, ଆଉ ଏଇ ଚୁନା ଚୁନା ଫୁଲ କି ସୁନ୍ଦର ଲାଗୁଛି ନା। ଆଉ ଏଇ ଦେଖ ମୋ ପରଜାପତି କ୍ଲିପ। ଏମିତି କହି କହି ମୁଁ ଘେରାଏ ବୁଲି ଆସେ ସାହିରେ। କୁଆଁର ପୁନେଇ ଭାର ନେଇ ଆସିଲା ଦିନୁ ମାମୁଁ ପଚାରି ନେଇଥାନ୍ତି ମୋର କୋଉ ରଙ୍ଗର ଡ୍ରେସ୍ ଦରକାର। ଆଉ ସେଇଦିନୁ ମୋ ମନରେ ନିତି ସିଲେଇ ହଉଥାଏ ମୋ ପସନ୍ଦର ରଙ୍ଗର କେତେ ଡିଜାଇନର ଡ୍ରେସ୍। ମାମୁଁ ବ୍ୟାଗ୍ ନେଇ ଆସିଲା ବେଳେ ଲାଗେ ଯେମିତି ବ୍ୟାଗ୍ ଭିତରେ ମୋ ମନଟା ଅଛି, କେମିତି ଝଟ ତାକୁ ବାହାର କରି ପୁଣି ମୋ ଛାତିରେ ଫିକ୍ସ କରିଦେବି। ରାତି ସାରା ନୂଆ ଡ୍ରେସ୍କୁ ମୁଣ୍ଡ ତଳେ ଦେଇ ଶୋଇଥାଏ। ହଳଦୀ ପତ୍ର ଏଣ୍ଡୁରିର ବାସ୍ନାରେ ସେଦିନ ମୋ ନିଦ ଟିକେ ଜଲ୍ଦି ଭାଙ୍ଗିଯାଏ। ହଳଦୀ ଲଗେଇ ଗାଧେଇ ପାଧେଇ ଅଳତା ନେଇ ଝଟ ରେଡ଼ି ହୋଇ ବସିଯାଏ ମୁଁ ନୂଆ ପିନ୍ଧିବା ପାଇଁ। ଏବେକାର ସମୟ ଭଳି ଆଗ ଯେତେବେଳେ ମନ ସେତେବେଳେ ନୂଆ କିଣା ହୁଏ ନା, ତେଣୁ ନୂଆ ପିନ୍ଧିବାର ଖୁସି ଥାଏ ଆକାଶ ଛୁଆଁ। ଏବେ ବି ପ୍ରଥମାଷ୍ଟମୀ ଅଛି, ଆଉ ଏବେ ବି ମୁଁ ନୂଆ ଡ୍ରେସ୍ ପିନ୍ଧୁଛି, ହେଲେ ସେ ପୁରୁଣା ଦିନର ଖୁସିର ସ୍ଥାନ ସବୁ ଖାଲି ରହିଯାଇଛି।